हेलो फ्रेंड्स, जय जगन्नाथ। तो ଅପେକ୍ଷାର ଅନ୍ତ ଘଟିଛି। ଫାଇନାଲି ଆମର OSSC CGL ର ଅଫିସିଆଲ ନୋଟିସ୍ ଆମ ପାଖକୁ ଆସିଯାଇଛି। ତାର ଏକ୍ଜାମ ଡେଟ୍ କେବେ ହେବ ସେଇଟା ଅଫିସିଆଲି ରିଲିଜ୍ ହେଇନଥିଲା, ତ ଆଜି ଆମ ପାଖକୁ ସେଇଟା ଆସିଯାଇଛି। ଟେଣ୍ଟେଟିଭ୍ ଡେଟ୍ ୟାର ଆମେ ଜାଣିଥିଲୁ ଯେ 12 ତାରିଖ ହବାର ଅଛି, ଏପ୍ରିଲ 12ରେ, କିନ୍ତୁ ଏଇଟା ଏବେ ଅଫିସିଆଲ ନୋଟିସ୍ ଆସିଛି। ତାର ଏପ୍ରିଲ 19ରେ ଏକ୍ଜାମ ହେବ। ତ ଚାଲନ୍ତୁ ମୁଁ ଆପଣମାନଙ୍କୁ ଦେଖାଉଛି ୟାର ଫୁଲ୍ ନୋଟିଫିକେସନ୍। ତ ଏଇଠି ଆପଣମାନେ ଦେଖିପାରୁଥିବେ କିଛି ଆପ୍ଲିକେସନ୍ ରିଜେକ୍ସନ୍ ମଧ୍ୟ ହେଇଛି ବୋଲିକି ସେ ମେନସନ୍ କରିଛନ୍ତି। ତ ଏତେ ସବୁ ମାନେ ଆପ୍ଲିକେସନ୍ ରିଜେକ୍ସନ୍ କେମିତି ହେଇଛି, କ'ଣ ପାଇଁ, ତାର ରିଜନ୍ କ'ଣ, ସେଇଟା ବି ଆମେ ଆଗକୁ ଦେଖିନେବା। କିନ୍ତୁ ସକ୍ସେସଫୁଲି ଦେଖନ୍ତୁ ଆପ୍ଲିକେସନ୍ କେତେ ସବମିଶନ୍ ହେଇଛି। 2,31,672ଟା ଆମର ଆପ୍ଲିକେସନ୍ ସକ୍ସେସଫୁଲି ସବମିଟେଡ୍ ହେଇଛି। ଆଉ ଆମର ରିଜେକ୍ସନ୍ ହେଇଛି 29,162। ତ ଏତେ ସବୁ ଆପ୍ଲିକେସନ୍ ରିଜେକ୍ସନ୍ ହେଇଛି ମାନେ ସେଇଟା ନିଶ୍ଚିତ ଭାବରେ ଦୁଃଖର କଥା। ତ କୋଉଠି ନା କୋଉଠି କିଛି ନେଗଲେକ୍ଟ ହେଇଛି, ତ ସେଇଟା ଆମେ ଆଗକୁ ଦେଖିନେବା। କିନ୍ତୁ ଆଜିଠାରୁ ଆପଣଙ୍କର ଏକ୍ଜାମ ଯେତିକି ଦିନ ବି ରହିଲା, ମାନେ ଏପ୍ରିଲ 19 ଯାଏଁ ଯେତିକି ଦିନ ବି ଆପଣଙ୍କ ପାଖରେ ଅଛି, ସେତିକି ଦିନ ଆପଣ ଭଲ ଭାବରେ ୟୁଟିଲାଇଜ୍ କରନ୍ତୁ ଏବଂ ଚେଷ୍ଟା କରନ୍ତୁ ଏଥର ଆପଣ CGL ନିହାତି ଭାବରେ କ୍ରାକ୍ କରିବା ପାଇଁ। ତ ଏଇଟା ଆମର ଏକ୍ଜାମ ଡେଟ୍ ରିଲେଟିଂ କିଛି ଇନଫର୍ମେସନ୍ ରହିଲା। ତ ଆଗକୁ ଆମେ ଚାଲନ୍ତୁ ଦେଖିବା ଯେଉଁମାନଙ୍କର ବି ରିଜେକ୍ସନ୍ ହେଇଛି, କେଉଁ କାରଣରୁ ଆପ୍ଲିକେସନ୍ ରିଜେକ୍ସନ୍ ହେଇଛି, ସେଇଟା ଆମେ ଆଗକୁ ଦେଖିବା। ତ ଏଇଠି ଜଣଙ୍କର ଦେଖନ୍ତୁ ଆପ୍ଲିକେସନ୍ ରିଜେକ୍ସନ୍ କ'ଣ ପାଇଁ ହେଇଛି ସେଇଟା ମେନସନ୍ କରିଛନ୍ତି। ଏଇଠି ଇନକମ୍ପ୍ଲିଟ୍ ଆପ୍ଲିକେସନ୍, ଯେଉଁଟାକି ପର୍ସନାଲ୍ ଡିଟେଲ୍ସ, ଏକ୍ଜାମିନେସନ୍ ଫି, ଆଡ୍ରେସ୍ ଡିଟେଲ୍ସ, ଫଟୋ, ଏସବୁ ଯେଉଁମାନେ ବି ଦେଇନାହାନ୍ତି ତାଙ୍କର ହିଁ ଇନକମ୍ପ୍ଲିଟ୍ ଆପ୍ଲିକେସନ୍ କିମ୍ବା ରିଜେକ୍ସନ୍ ହେଇଛି ତାଙ୍କରି। ତ ଯେଉଁମାନେ ବି ଆପ୍ଲିକେସନ୍କୁ ଆପ୍ଲାଏ କରିଥିଲେ, ତ ନିହାତି ଭାବରେ ଆପଣଙ୍କର କେଉଁଠି ନା କେଉଁଠି ଭୁଲ ରହିଛି। ତ ନେକ୍ସଟ ଟାଇମ୍ ଆପଣମାନେ ଯେବେ ବି ଆପ୍ଲିକେସନ୍ ଫର୍ମ ଫିଲ୍ଅପ୍ କରିବେ, ତ ନିଶ୍ଚିତ ଭାବରେ ଏଥିପ୍ରତି ଧ୍ୟାନ ଦେବେ। ଯେଉଁଟାକି ଏବେ ହେଇଛି, ନେକ୍ସଟ ଟାଇମ୍ ଆପଣଙ୍କର ସେଇଟା ରିପିଟ୍ ନ ହଉ, ସେଥିପାଇଁ ଆପଣ ନିଜକୁ ମେଣ୍ଟାଲି ପ୍ରିପେୟାର ରଖିବେ। ତ ଆପଣମାନଙ୍କର ଏଠି ଯେଉଁ ଆପ୍ଲିକେସନ୍ ରିଜେକ୍ସନ୍ ହେଇଯାଇଛି, ତ ସେଥିପାଇଁ ଯଦି ଆପଣମାନେ ମନ ଦୁଃଖ କରୁଛନ୍ତି, ତ ଜମାରୁ ଭାଙ୍ଗି ପଡ଼ନ୍ତୁ ନାହିଁ। ଆପଣଙ୍କର ଯେମିତି ପ୍ରିପାରେସନ୍ ଚାଲୁ ରହିଥିଲା ସେମିତି ଆପଣ କଣ୍ଟିନ୍ୟୁ ରଖନ୍ତୁ। ଆଗକୁ RI ଅମିନ୍ ଏକ୍ଜାମିନେସନ୍ ପୁଣି ଅଛି, ତ ସେଥିପାଇଁ ଧ୍ୟାନ ଦିଅନ୍ତୁ। ଯେଉଁମାନଙ୍କର CGLର ବି ହେଇନି, ତ ତାଙ୍କର ମେ ବି RIରେ ତ ଥିବ, ତ ସେଥିପାଇଁ RI ପାଇଁ ପଢ଼ାପଢ଼ି କରନ୍ତୁ। ୱିଶ୍ ୟୁ ଅଲ୍ ଦ ବେଷ୍ଟ। ସମସ୍ତଙ୍କର ଏଥର ଯେମିତି ରେଜଲ୍ଟ ଭଲ ହଉ, ସେଇଟା ଠାକୁରଙ୍କ ପାଖରେ ମୋର କାମନା ରହିବ। ଏବଂ ଚ୍ୟାନେଲଟିରେ ନୂଆ ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖିବେ। ତ ରହିଲି, ଜୟ ଜଗନ୍ନାଥ।